ବାପାଙ୍କୁ ଖୋଜୁ ଖୋଜୁ ମୁଁ ଏକ ଅନ୍ଧାର କୋଠରୀରେ ପହଞ୍ଚିଗଲି। ତାପରେ ବାପାଙ୍କର ସାଙ୍ଗ ରାକେଶଙ୍କର ମତେ କାନ୍ଥକୁ ଠେଲିଦେଲେ ଏବଂ ମୋ ସହିତ ଜବରଦସ୍ତି କରିବାକୁ ଲାଗିଲେ। ମୁଁ ଖାଲି ଚିତ୍କାର କରିବାକୁ ଲାଗିଲି, କିନ୍ତୁ ସେ ମୋ କଥା ନ ଶୁଣି ଆହୁରି ଜୋରରେ, ନମସ୍କାର ବନ୍ଧୁଗଣ, ମୋର ନାମ ରିମା ଏବଂ ମୋର ବୟସ 22 ବର୍ଷ। ମୋ ଘରେ ମା ବାପାଙ୍କ ବ୍ୟତୀତ ମୋର ଗୋଟିଏ ସାନ ଭାଇ ମଧ୍ୟ ଅଛି। ମୋର ବାପାଙ୍କର ନାମ ବିଜୟ ଏବଂ ତାଙ୍କର ବୟସ 40 ବର୍ଷ ଏବଂ ମୋର ମାଙ୍କର ନାମ ମଞ୍ଜୁନା, ତାଙ୍କର ବୟସ 38 ବର୍ଷ। ମୁଁ ଏକ ଧନୀ ପରିବାରର, ଆଉ ଆମ ଘରେ ଟଙ୍କାର ଆଉ କୌଣସି ସମସ୍ୟା ନାହିଁ। ବନ୍ଧୁଗଣ, ଆଜି ମୁଁ ତୁମକୁ ଯାହା ବି କହିବାକୁ ଚାହୁଁଛି ତାହା ମୁଁ କଲେଜରେ ପଢୁଥିବା ସମୟର। ମୋର ବାପା ସବୁବେଳେ ବାହାରେ ହିଁ ରହୁଥିଲେ। ସେ ମାସକୁ କେବଳ ଥରେ କିମ୍ବା 2 ଥର ହିଁ ଘରକୁ ଆସୁଥିଲେ। ସେ କାମରେ ଏତେ ବ୍ୟସ୍ତ ହୋଇଯାଉଥିଲେ ଯେ ଘରକୁ ଫେରିବାକୁ ତାଙ୍କୁ ପ୍ରାୟ 6 ମାସ ଲାଗିଯାଉଥିଲା। ଆଉ ଯେତେବେଳେ ବାପା ବିଦେଶରୁ ଘରକୁ ଆସୁଥିଲେ, ସେ ତାଙ୍କର ବନ୍ଧୁମାନଙ୍କ ସହିତ ପାର୍ଟି କରିବାକୁ ଯାଉଥିଲେ। ସେ ଆମ ସହିତ ଆଉ ସମୟ ବିତାଉନଥିଲେ, ଯାହାଫଳରେ ଆମେ ସବୁବେଳେ ଦୁଃଖିତ ହେଇ ରହୁଥିଲୁ। ବାପା ଆମ ସହିତ ସମୟ ନ ବିତାଇବାର ସବୁଠାରୁ ବଡ଼ କାରଣ ଥିଲା, ସେ ତାଙ୍କର ବନ୍ଧୁ ରାକେଶଙ୍କ ଜଣେ ବହୁତ ପ୍ରେମୀ ପ୍ରକାରର ବ୍ୟକ୍ତି ଥିଲେ। ଯେତେବେଳେ ବି ବାପା ଘରକୁ ଆସିଥିଲେ, ରାକେଶଙ୍କ ତାଙ୍କୁ ଫୋନ କରିଥିଲେ ଏବଂ ବାପା ଆମ ସହିତ କଥା ନ ହୋଇ ତାଙ୍କ ସହିତ ଚାଲି ଯାଉଥିଲେ। ମୁଁ ଏହି ବିଷୟରେ ମୋ ବାପାଙ୍କ ସହ କଥା ହେବାକୁ ଚାହୁଁଥିଲି, କିନ୍ତୁ ମୁଁ ଭୟ କରୁଥିଲି ଯେ ଯଦି ସେ ରାଗିଯାଆନ୍ତି ତେବେ ମୋର କଲେଜ ପକେଟ ମନି ମଧ୍ୟ ବନ୍ଦ ହୋଇଯିବ। ଏଥର ମଧ୍ୟ କିଛି ହେବାର ହିଁ ଥିଲା, କିନ୍ତୁ ମୁଁ ସ୍ଥିର କରିଥିଲି ଯେ ଆଜି ମୁଁ ମଧ୍ୟ ବାପାଙ୍କ ସହିତ ନିଶ୍ଚୟ ଯିବି ଏବଂ ଦେଖିବି ଯେ ବାପା ଏବଂ ରାକେଶ ଅଙ୍କଲ କେଉଁଠି ଅଛନ୍ତି ଏବଂ ସେଠା ସେ କଣ କରନ୍ତି। ଯେତେବେଳେ ସେମାନେ ଯିବାକୁ ପ୍ରସ୍ତୁତ ହୋଇଗଲେ, ମୁଁ କିଛି ସମୟ ପାଇଁ ସେମାନଙ୍କ ଆଡ଼କୁ ଚାହିଁ ରହିଥିଲି। ତାପରେ ସେମାନେ ମୋତେ ସାଙ୍ଗରେ ନେବାକୁ ମଧ୍ୟ ପ୍ରସ୍ତୁତ ହୋଇଗଲେ। ମୁଁ ବାପାଙ୍କ ସହିତ ଏବେ ଗାଡ଼ିରେ ବସିବା ମାତ୍ରେ ମୋର କୌତୂହଳ ଏବଂ ନର୍ଭସ ଏବେ ବଢ଼ିବାକୁ ଲାଗିଲା। ବାପା କହିଲେ କି ରାସ୍ତାରେ ମୋ ସହିତ ଅଧିକ କଥା ହୁଅ ନାହିଁ। ବାପା କେବଳ ଗାଡ଼ି ଚଲେଇ ଚାଲିଲେ। ଆମେ ସହରର ଉପକଣ୍ଠରେ ପହଞ୍ଚିବା ମାତ୍ରେ କାରଟି ଏକ ବିଳାସପୂର୍ଣ୍ଣ ହୋଟେଲ ସମ୍ମୁଖରେ ଅଟକି ଗଲା। ହୋଟେଲ ବାହାରେ ଅନେକ ପ୍ରକାରର ମହଙ୍ଗା କାର ମଧ୍ୟ ପାର୍କିଂ ହୋଇଥିଲା ଏବଂ ଝଲସୁଥିବା ଆଲୋକ ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା। ବାପା ମୋତେ ହୋଟେଲକୁ ଯିବାକୁ କହିଲେ। ସେ ମୋତେ ଭିତରକୁ ଯିବାକୁ ଇଙ୍ଗିତ କଲେ। ମୁଁ ଭିତରକୁ ପାଦ ଦେବା ମାତ୍ରେ ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି। ମୋତେ ଏପରି ଲାଗିଲା ଯେପରି ମୁଁ ଏକ ଫିଲ୍ମ ସେଟ୍‌ରେ ଅଛି। ବଡ଼ ବଡ଼ ଜୁମ୍, ରଙ୍ଗୀନ ଆଲୋକ ଏବଂ ଚାରିପାଖରେ ସୁନ୍ଦର ଲୋକମାନେ ଥିଲେ। ସମସ୍ତେ ମହଙ୍ଗା ପୋଷାକ ଏବଂ ଅଳଙ୍କାର ପିନ୍ଧିଥିଲେ। ନିର୍ମଳ ପରିବେଶ ଏବଂ ମୃଦୁ ସଙ୍ଗୀତର ସୁଗନ୍ଧରେ ପରିପୂର୍ଣ୍ଣ ଥିଲା। ବାପା ମୋତେ ସୋଫାରେ ମଧ୍ୟ ବସିବାକୁ ହିଁ କହିଲେ ଏବଂ ସେ ନିଜେ ଯାଇ ବାହାରକୁ ଚାଲିଗଲେ। ଯେତେବେଳେ ମୁଁ ଦେଖିଲି ଯେ ରାକେଶ ଅଙ୍କଲ ପୂର୍ବରୁ ଏବେ ଉପସ୍ଥିତ ଅଛନ୍ତି, ମୋର ଆଖି ପ୍ରତ୍ୟେକ କୋଣରେ ଏବେ ଘୂରି ବୁଲୁଛି। ସେଠାରେ କିଛି ଲୋକଙ୍କ ସହିତ ସେ କଥା ହେଉଥିଲେ ଆଉ ଜୋର ଜୋରରେ ହସୁଥିଲେ। ଯେତେବେଳେ ସେମାନଙ୍କ ନଜର ଏବେ ମୋ ଉପରେ ପଡ଼ିଲା, ସେମାନେ କିଛି ସମୟ ପାଇଁ ସଂକୋଚ କଲେ। ତାପରେ ବାପାଙ୍କୁ ଇଙ୍ଗିତ କରି ସେମାନେ କିଛି କହିବାକୁ ଲାଗିଲେ। ବାପା ସେମାନଙ୍କର ପାଖକୁ ଯାଇ ହାତ ମିଳେଇଲେ। ତାପରେ ଦୁହେଁ ଏବେ ମୋତେ ଇଙ୍ଗିତ କରି ଡାକିଲେ ଓ ସଂକୋଚ ହୋଇ ସେମାନଙ୍କର ଏବେ ପାଖକୁ ଗଲେ। ପାଖକୁ ଯାଇ ରାକେଶ ଅଙ୍କଲ ମୋତେ ଉପରୁ ତଳ ପର୍ଯ୍ୟନ୍ତ ଚାହିଁଲେ ଏବଂ ହସି ହସି କହିଲେ କି ୱାଓ ବିଜୟ, ତୁମର ଝିଅ ତ ବହୁତ ବୁଦ୍ଧିମାନ ଏବଂ ସୁନ୍ଦର ଅଟେ। ତୁମେ ଏହାକୁ କାହିଁକି ଲୁଚାଇ ରଖିଥିଲ? ତାଙ୍କର କଥା ଶୁଣିବା ପରେ ମୋତେ ବହୁତ ଅଜବ ଲାଗିଲା, କିନ୍ତୁ ମୁଁ ଆଉ କିଛି ବି କହିଲି ନାହିଁ। ଏହାପରେ ମୁଁ ସେଠାରେ ଅନ୍ୟମାନଙ୍କ ଠାରୁ ଆଲିଙ୍ଗନ ପାଉଥିଲି। ସେଠିକାର ପରିବେଶ ମୋତେ ବହୁତ ଅସ୍ୱାଭାବିକ ଏବଂ ଅସହଜ ଲାଗୁଥିଲା। ବାପା ଏବଂ ରାକେଶ ଅଙ୍କଲ ମଧ୍ୟ କିଛି ଲୋକଙ୍କ ସହିତ କଥାବାର୍ତ୍ତାରେ ବ୍ୟସ୍ତ ହୋଇଗଲେ। କିଛି ସମୟ ପରେ ରାକେଶ ଅଙ୍କଲ ଏବେ ବାପାଙ୍କୁ କହିଲେ, ଚାଲ ଏବେ ଭିତରକୁ ଯିବା। ପ୍ରକୃତ ମଜାଦାର କଥା ହେଲା ଯେ ବାପା ସମସ୍ତରେ ମୁଣ୍ଡ ହଲାଇ ମୋତେ ଇଙ୍ଗିତ କରି ସେଠାରେ ବସିବାକୁ କହିଲେ, କିନ୍ତୁ ମୁଁ ଜିଦ୍ ଧରି ରହିଲି। କହିଲି କି ବାପା, ମୁଁ ମଧ୍ୟ ତୁମ ସହିତ ଆସିବି। ବାପା କିଛି ସମୟ ପାଇଁ ମୋତେ ଚାହିଁ ରହିଲେ। ତାପରେ ସେ କହିଲେ କି ଠିକ ଅଛି ଝିଅ, କିନ୍ତୁ ତୁମେ ଭିତରେ ଯାହା ବି ଦେଖିବ ଆମେ ଭିତରକୁ ଗଲେ କାହାକୁ କହିବ ନାହିଁ। ଯେତେବେଳେ ମୁଁ ସେଠାକୁ ଗଲି, ପ୍ରଥମ ଥର ପାଇଁ ଯାହା ବି ଦେଖିଲି ତାହା ମୋତେ ହଇରାଣ କରିଦେଲା। ଏହା ଏକ ପ୍ରାଇଭେଟ ପାର୍ଟି ଥିଲା, ଯେଉଁଠାରେ ଲୋକମାନେ ମଦ୍ୟପାନ କରି ଅଜବ କାର୍ଯ୍ୟ କରୁଥିଲେ।
କିଛି ମହିଳା ଏବଂ ପୁରୁଷ ପରସ୍ପରର ବହୁତ ନିକଟତର ଥିଲେ। ସେଠାକାର ପରିବେଶ ଏବେ ସମ୍ପୂର୍ଣ୍ଣ ଭିନ୍ନ ହେଇଥିଲା। ସେମାନେ ପରସ୍ପରକୁ ମିଶିଗଲେ ଯେପରି ସେମାନଙ୍କ ଜୀବନର ଏକ ଅଂଶ ହୋଇଥିଲା। ମୁଁ ବୁଝିପାରୁନଥିଲି ଯେ ମୁଁ ସେଠାରୁ ଦୌଡ଼ି ପଳିବି କି ନା ମୋ ବାପାଙ୍କୁ ପଚାରିବି। ମୋ ଆଖିରେ ଏବେ ଲୁହ ଆସିଗଲା, କିନ୍ତୁ ମୁଁ ସେମାନଙ୍କୁ ଆଉ ଅଟକେଇଲି ନାହିଁ। ମୁଁ ଭାବୁଥିଲି କି ବାପା ଏବେ କେଉଁଠି ଏବଂ ରାକେଶଙ୍କର ମଧ୍ୟ ଚାଲି ଯାଇଥିଲେ। ଯେତେବେଳେ ମୁଁ ଫେରିଆସି ଦେଖିଲି ଯେ ସେମାନେ ଆଉ ସେଠାରେ ନଥିଲେ, ମୁଁ ଏଣେତେଣେ ଏବେ ଖୋଜିବାକୁ ଲାଗିଲି, କିନ୍ତୁ ସେମାନେ ଆଉ କେଉଁଠି ବି ଦେଖାଗଲା ନାହିଁ। ସେହି ସ୍ଥାନର ପରିବେଶ ମୋତେ ଭୟଭୀତ କରିବାକୁ ଲାଗିଲା। ମୁଁ ଏକା ହିଁ ପାଠ ପଢୁଥିଲି ଏବଂ ତାପରେ ମୁଁ ଏକ କୋଠରୀ ପାଖରେ ଏକ ମୃଦ ଶବ୍ଦ ଶୁଣିଲି। ମୁଁ ଭାବିଲି କି ଏହା ନିଶ୍ଚୟ ସେମାନେ ହୋଇଥିବେ। ତାପରେ ମୁଁ ଦ୍ୱାର ଖୋଲିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ତାହା ଭିତରେ ଟିକେ ବନ୍ଦ ହେଇଥିଲା। ମୁଁ ଜୋରରେ ଟିକେ ଠେଲି ଦେଇ ଖୋଲିଲି ଏବଂ ଭିତରେ ଯାହା ଦେଖିଲି ତାହା ମୋର ହୃଦୟକୁ ଥରେଇଥିଲା। ବାପା ଆମକୁ ମର୍ଯ୍ୟାଦା ଏବଂ ନୈତିକତା ବିଷୟରେ ଶିଖାଉଥିଲେ, ଆଉ ସେ ଆଜି ପରି ପରିବେଶରେ ମୁଁ ଏହାର ଏକ ଅଂଶ ହୋଇଯାଇଥିଲି। ମୋର ରାଗ ଏବଂ ଯନ୍ତ୍ରଣା ଏକା ସାଙ୍ଗେ ଫାଟି ପଡ଼ିଲା ଆଉ ମୁଁ ଜୋର ଜୋରରେ ଚିତ୍କାର କରିବାକୁ ଲାଗିଲି। କହିଲି କି ସେଥିପାଇଁ ସବୁବେଳେ ଆମେ ଏକାଠି ରହିବାକୁ ଜମା ବି ପସନ୍ଦ କରୁନାହଁ। ବାପା, ତୁମର ଆମ ପାଇଁ ଆଉ ସମୟ ନାହିଁ, କିନ୍ତୁ ଏଠାକୁ ଆସି ଏସବୁ କରିବାକୁ ସମୟ ଅଛି। ମୋର କଥା ଶୁଣି କୋଠରୀର ନୀରବତା ଏବେ ପୁରା ଖେଳି ଯାଇଥିଲା। ବାପା ପୁରା ଡରିଗଲେ ଏବଂ ଝିଅମାନଙ୍କୁ ଦୂରେଇ ଦେଇ ମୋର ପାଖକୁ ଦୌଡ଼ି ଆସିଲେ। ସେ କହିଲେ କି ରିମା, ଟିକେ ବୁଝ, ତୁମେ ଯେପରି ଭାବୁଛ ସେପରି ନୁହେଁ, କିନ୍ତୁ ଆଜି ତୁମେ ମୋ ପାଇଁ କିଛି ବି ନୁହେଁ। ତୁମଠାରୁ ମୋତେ କୌଣସି ବ୍ୟାଖ୍ୟାର ଆବଶ୍ୟକ ନାହିଁ। ବାପା ମୋତେ ବୁଝିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ମୁଁ ତାଙ୍କ ଆଡ଼କୁ ନ ଦେଖି ଦ୍ୱାର ପାଖକୁ ପାଦ ଥାପିଲି। ରାକେଶ ଅଙ୍କଲ ଏବେ ହିଁ କିଛି କହିବା ଆଗକୁ ଆସିଲେ, କିନ୍ତୁ ଯେତେବେଳେ ମୁଁ ତାକୁ ଚାହିଁ ରହିଲି ସେ ପୁରା ଚୁପ୍ ହୋଇଗଲେ। ମୁଁ କାନ୍ଦି କାନ୍ଦି ଏବେ ରୁମରୁ ବାହାରକୁ ଆସିଲି। ରାତିର ଅନ୍ଧାରରେ ଏବେ ମୁଁ ଅସହାୟ ଅନୁଭବ କରୁଥିଲି। ମୋର ବିଶ୍ୱାସ ଏବଂ ମୋର ବାବାଙ୍କ ପ୍ରତି ମୋର ଗର୍ବ ଏବେ ସବୁକିଛି ସେହି ରୁମରେ ହିଁ ଭାଙ୍ଗି ପଡ଼ିଥିଲା। କାରଣ ମୁଁ କେବେ ବି ଭାବିନଥିଲି ଯେ ବାପା ଏମିତି କାମ କରନ୍ତି। ମୁଁ ବାହାରକୁ ଆସିବା ମାତ୍ରେ ହୋଟେଲର ଥଣ୍ଡା ପବନ ମୋର ମୁହଁକୁ ଟିକେ ଶାନ୍ତି ଦେଉଥିଲା, କିନ୍ତୁ ମୋ ଭିତରେ ଥିବା ଗରମ ଏବଂ କ୍ରୋଧ, ଯନ୍ତ୍ରଣା ଏବଂ ଭୟ ଏବେ କୌଣସି ପ୍ରକାରରେ କମୁ ନଥିଲା। ମୁଁ ରାସ୍ତା କଡ଼ରେ ଠିଆ ହୋଇ କାନ୍ଦୁଥିଲି। ସେତେବେଳେ ମୁଁ ଜାଣିନଥିଲି କି ମୁଁ କଣ କରିବି ଏବଂ କେଉଁଠିକୁ ଯିବି। ତାପରେ ବାପା ଧୀରେ ଧୀରେ ଏବେ ବାହାରକୁ ଆସିଲେ। ମୋର ପାଖକୁ ଆସି କହିଲେ କି ଝିଅ, ଦୟାକରି ମୋର କଥା ଟିକେ ଶୁଣ। ତୁମେ ଯାହା ସବୁ ଦେଖିଲ ସେପରି ଜମା ବି ନୁହେଁ। ମୁଁ ତାଙ୍କ ଆଡ଼କୁ ରାଗିକି ଚାହିଁଲି। ମୁଁ ଦେଖିଲି କି ବାପା ଟିକେ ନର୍ଭସ ହୋଇଗଲେ ଏବଂ ତାଙ୍କର କଣ୍ଠସ୍ୱରରେ ଏବେ ଯନ୍ତ୍ରଣା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ରିମା, ମୋର ପିଲା, ତୁମେ ମାଙ୍କୁ ଏହା କୁହ ନାହିଁ। ମୁଁ ତାଙ୍କୁ ମଧ୍ୟ ବହୁତ ଭଲ ପାଏ। ଯଦି ସେ ଏସବୁ ବିଷୟରେ ଜାଣିଯାଏ ନା, ତେବେ ସେ ମୋତେ କେବେ ବି ଆଉ କ୍ଷମା କରିବ ନାହିଁ। ମୁଁ ଜାଣେ କି ମୁଁ ବହୁତ ବଡ଼ ଭୁଲ କରୁଛି, କିନ୍ତୁ ମୁଁ ତୁମର ମା ଏବଂ ଏହି ଘରକୁ ହରାଇବାକୁ ଚାହୁଁ ନାହିଁ। ଏହା ଶୁଣି ମୋର କ୍ରୋଧ ମଧ୍ୟ ଟିକେ କମିଗଲା, କିନ୍ତୁ ମୋର ଏବେ ବିଶ୍ୱାସ ଭାଙ୍ଗି ଯାଇଛି। ମୁଁ କହିଲି ଯେ ବାପା, ମୁଁ ଆଉ କିଛି ବି ଶୁଣିବାକୁ ଚାହୁଁନାହିଁ। ମୋତେ ଏବେ ଘରକୁ ନେଇଯାଅ। ବାବା କହିଲେ କି ଠିକ ଅଛି। ମୁଁ ସାଙ୍ଗେ ସାଙ୍ଗେ ଗାଡ଼ିର ଏବେ ଦରବାଜା ଖୋଲିଥିଲି ଆଉ ଭିତରକୁ ଯାଇ ବସିଗଲି। ଯିବା ସମୟରେ ରାତି ସାରା ମୁଁ ନୀରବ ରହିଲି। ଘଟଣାଟା ପ୍ରତ୍ୟେକ ମୁହୂର୍ତ୍ତକୁ ମୁଁ ମନେ ରଖିଥିଲି ଏବଂ ମୋର ମନ ନିଷ୍ପତ୍ତି ଆଉ ନେଇପାରୁନଥିଲା ଯେ ମୁଁ ମାଙ୍କୁ ଏବେ କହିବି କି ନାହିଁ। ବାପାଙ୍କର ଚିନ୍ତା ତାଙ୍କର ମୁହଁ ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ତାଙ୍କ ଆଖିରେ ଭୟ ଥିଲା ଯେ ଯଦି ମୁଁ ଏହି ସତ୍ୟକୁ ମାଙ୍କୁ ପ୍ରକାଶ କରିବି, ତାହେଲେ ସେମାନଙ୍କର ଘର ସବୁଦିନ ପାଇଁ ଏବେ ଭାଙ୍ଗିଯିବ। ଆମେ ଘରେ ପହଞ୍ଚିବା ପରେ ବାପା ମୋ ପାଇଁ ଗାଡ଼ିରେ ଏବେ ଦ୍ୱାର ଖୋଲିଥିଲେ। ତାଙ୍କ ଆଖିରେ ଅନୁତାପର ଗଭୀରତା ଏବେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ମୁଁ ଗାଡ଼ିରୁ ଓହ୍ଲାଇବା ମାତ୍ରେ ହିଁ ବାପା ଦ୍ୱାର ପର୍ଯ୍ୟନ୍ତ ମୋତେ ଅନୁସରଣ କରିବା ଆରମ୍ଭ କରିଥିଲେ। ଯେପରି ସେ ସେଠାରେ ପହଞ୍ଚିଲେ ସେ ମୋତେ ଚାହିଁଥିଲେ। ତାଙ୍କ ଆଖିରେ କ୍ଷମା ପ୍ରାର୍ଥନା ଏବଂ ଯନ୍ତ୍ରଣା ଉଭୟ ଭରି ଯାଇଥିଲା। ମନେ ହେଉଥିଲା କି ସେ କିଛି ସମୟ ଏବେ ମୋତେ କିଛି କହିବାକୁ ଚାହୁଁଥିଲା, କିନ୍ତୁ ଆଉ ଶବ୍ଦ ପାଇଲା ନାହିଁ। ସେ ମୋର ଘରର ଦ୍ୱାର ଖୋଲି ସିଧା ଭିତରକୁ ଗଲା। ସେ ମୋର ପଛେ ପଛେ ଯାଉଥିଲେ। ସେ ଆସି ଧୀରେ ଧୀରେ କହିଲେ କି ରିମା, ଦୟାକରି ମୋର ଟିକେ କଥା ଶୁଣ। ମୁଁ ଜାଣେ କି ମୁଁ ଏକ ବଡ଼ ଭୁଲ କରିଛି, କିନ୍ତୁ ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ ଆଜିଠାରୁ ଏପରି ଆଉ କିଛି ବି ଘଟିବ ନାହିଁ। କେବଳ ତୁମର ମାଙ୍କୁ ଆଉ ଏହା କୁହ ନାହିଁ। ମୁଁ ତାଙ୍କୁ କହିବି କି ମୁଁ ତାଙ୍କୁ ବହୁତ ଭଲ ପାଏ ଏବଂ ତାଙ୍କ ବିନା ଆଉ ବଞ୍ଚିପାରିବି ନାହିଁ। ଯଦି ସେ ଜାଣିଯାଏ ନା, ତେବେ ସବୁ କିଛି ସରିଯିବ। ମୁଁ ଏକ ଗଭୀର ନିଶ୍ୱାସ ନେଇ ବାପାଙ୍କ ଆଡ଼କୁ ବୁଲିଗଲି। ତାଙ୍କର ଅବସ୍ଥା ଦେଖି ମୋର କ୍ରୋଧ ଟିକେ କମି ଯାଇଥିଲା, କିନ୍ତୁ ମୋର ହୃଦୟ ଏବେ ବି ଭାଙ୍ଗି ଯାଇଥିଲା।
ମୁଁ କଠୋର ସ୍ୱରରେ କହିଲି, ବାପା, ମୁଁ ଏହି ଘଟଣା ମା କିମ୍ବା ଅନ୍ୟ କାହା ସହିତ ସେୟାର କରିବି ନାହିଁ। କିନ୍ତୁ ତୁମକୁ ମୋ ସହିତ ଏହି ପ୍ରତିଶ୍ରୁତି ଦେବାକୁ ପଡ଼ିବ। ବାପା ତୁରନ୍ତ କହିଲେ କି, କଣ ପ୍ରତିଶ୍ରୁତି? ତୁମେ ଯାହା ବି କହିବ ମୁଁ ସବୁ ଶୁଣିବି। ମୋ ରାଗ ଯନ୍ତ୍ରଣାରେ କହିଲେ କି, ଆଜିଠାରୁ ତୁମକୁ ଏବେ ରାକେଶ ଅଙ୍କଲଙ୍କ ସହିତ ସମସ୍ତ ସମ୍ପର୍କ ମଧ୍ୟ ଶେଷ କରିବାକୁ ପଡ଼ିବ। ତୁମର ସାଙ୍ଗ ହେଇ ତୁମକୁ ଏହି ରାସ୍ତା ଦେଖାଇଛି ଏବଂ ମୁଁ ଯାହା ଚାହିଁ ନାହିଁ ତୁମେ ପୁଣି ଥରେ ଏହି ଅସୁବିଧାକୁ ଫେରିଯାଅ। ମୋର କଥା ଶୁଣି ବାପା ଏବେ ମୁଣ୍ଡ ନୁଆଁଇ କହିଲେ, ତୁମେ ସମ୍ପୂର୍ଣ୍ଣ ଭାବେ ଠିକ ହିଁ କହୁଛ। ମୁଁ ତାଙ୍କ ସହିତ ସମସ୍ତ ସମ୍ପର୍କ ପାଇଁ ଭାଙ୍ଗିଦେବି। ମୁଁ ଆହୁରି କହିଲେ କି, କେବଳ ଏତିକି ନୁହେଁ, ଏବେ ତୁମକୁ ମା ସହିତ ମଧ୍ୟ ଅଧିକ ସମୟ ବିତେଇବାକୁ ପଡ଼ିବ। ସେ ତୁମକୁ ମଧ୍ୟ ବହୁତ ଭଲ ପାଆନ୍ତି ଏବଂ ତୁମର ମଧ୍ୟ ସାଥି ଚାହାନ୍ତି। ତୁମେ ସବୁବେଳେ ତାଙ୍କୁ ଏକା ଛାଡ଼ି ଦେଇଛ। ଏବେ ତୁମକୁ ଏସବୁ ଭାବେ ବଦଳିବାକୁ ପଡ଼ିବ। ବାପା ଏକ ଦୀର୍ଘ ନିଶ୍ୱାସ ନେଇ କହିଲେ, ମୁଁ ପ୍ରତିଶ୍ରୁତି ଦେଉଛି, ଏବେଠାରୁ ମୋର ପରିବାର କେବେ ପ୍ରଥମେ ରଖିବି। ତୁମେ ଆଜି ମତେ ମୋର ଭୁଲ ଦେଖାଇଛ। ମୁଁ ତୁମର ମାଙ୍କୁ ଆଉ କେବେ ବି ନିରାଶ କରିବି ନାହିଁ। ମୁଁ ତାଙ୍କର କଥାର ଏବେ ସତ୍ୟତାକୁ ବୁଝିପାରିଲି। କିନ୍ତୁ ମୁଁ ଏବେ ବି ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ମୁଁ ବିଶ୍ୱାସ କରିପାରୁନଥିଲି। ମୁଁ କହିଲି କି, ବାପା, ଏହା ତୁମର ଶେଷ ସୁଯୋଗ। ଯଦି ତୁମେ ପୁଣି ଥରେ ଏପରି କିଛି କରନା, ତେବେ ମୁଁ ମାଙ୍କୁ ସବୁ ସତ୍ୟ କଥା କହିଦେବି। ତାପରେ ବାପା ଏବେ ଗଭୀର ଭାବରେ ମୁଣ୍ଡ ହଲାଇଲେ ଆଉ ମୁଁ ତାଙ୍କର ସବୁ ଭୁଲକୁ ଅନୁଭବ କରାଇଲି। ସେଇ ରାତିରେ ମୁଁ ନିଷ୍ପତ୍ତି ନେଇଥିଲି ଯେ ଏବେ ମୁଁ ସବୁବେଳେ ମୋର ପରିବାର ଉପରେ ନଜର ରଖିବି। ବାପାଙ୍କ ସହିତ ମୋର ଏହି ଘଟଣା ସମ୍ପର୍କରେ ଏକ ନୂତନ ମୋଡ଼ ଆଣିଥିଲା। ବନ୍ଧୁଗଣ, ମୁଁ ଆଶା କରୁଛି ମୋର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସେ ତେବେ ମୋର ଭିଡ଼ିଓକୁ ଲାଇକ୍, ସବସ୍କ୍ରାଇବ୍ ଆଉ ସମସ୍ତ ପାଖକୁ ସେୟାର କରନ୍ତୁ।